एरिया पूरा जगह హల్లెలూయా అందరూ కండ్లు మూయాలి. మాది తెలుగు కాబట్టి కండ్లు మూసుకుంటే ప్రార్థన చేస్తాం. పెళ్లి కుమారుడు పెళ్లి కుమారకమైన నీ చేతికి అప్పగించి ప్రార్థన చేయుచున్నాము నాయన. యేసయ్యా మీరు కృప చేసి బ్రతిమాలి అడిగి వేడుకొనుచున్నాము. ଶୁଣିବାକୁ ପ୍ରଥମ ଡିକନ ବନ୍ଧୁ ଅଛନ୍ତି ଖ୍ରୀଷ୍ଟ ଯୀଶୁଙ୍କ ମଧୁମୟ ନାମ ଲାଗି ଧନ୍ୟବାଦ. ସମସ୍ତେ ଏକ କରତାଳ ଦେବା. ସର୍ବପ୍ରଥମେ ଭାତୃମଣ୍ଡଳୀ ପ୍ରତ୍ୟେକ ମୁଖ୍ୟ କର୍ମକର୍ତ୍ତା ଗଣକୁ ଆଜିର ଦିନକୁ ତୁମ ହସ୍ତରେ ଦେଉଛୁ. हे पिता आज यही प्रकार दिल आमମାନଙ୍କୁ ଦେଇଅଛ पवित्र शुभ विवाह କାର୍ଯ୍ୟଟି प्रभु तुम आमମାନଙ୍କୁ अनुग्रह कल पुणी कृपा कल पुणी आशीर्वाद कल जीवन रे बंचाइल यही समस्त विषय को पुणी आमମାନଙ୍କ सम्मुखରେ रखिल. पिता ईश्वर एतबेले तुमर पवित्र वाक्य दे आमने कथा कहबु. तुम उपस्थित एठारे उपस्थित रहू. तुम्हें मोर मुख निर्गत वाक्य तुम्हें कथा कह. प्रभु आरंभ कर पुणी समाप्ति कर. पिता ईश्वर प्रभु जीशु ठारे यही छोट निवेदन कर मागिली पिता आमेन. तोर तोरिया हो जाए जाऊे तेणु हुए तो मु विशेष समय कहवाई इच्छा करे ना. आम जानू एवरी पुस्तक तार 13 अध्याय लिखा जाए 4 पदरे विवाह समस्त मध्य आदरणीय हो. यह गोटे उत्तम जिनिस बाइबल मध्य लिपिबद्ध अच्छे. आज आम अनेक विषय दे गति करथिले विवाह पर्वटी को आम आदरणीय सहकारी आनंद परिणत कर विषय जड़े गुणवती आउ जड़े अगुणवती स्त्री. तेणु हुए तो जे गुणवती स्त्री पाए से मुक्ता ठारू बहुमूल्य जिनिस पाए. हुए तो आम मध्य आज गुणवान भाव से विवेचित करूँ तालुआ मान देवा. और प्रभुंकर उपस्थिति आम मध्य प्रभु रखिंट एपाई प्रभु नाम धन्य हो. मो प्रभु को धन्यवाद देवा संगे संगे स्थानीय मंडली को एवं झीवर बापा रिहिबियम को धन्यवाद दूची. कारण ए विवाह कार्य संपन्न करने मते से माने निमंत्रण करिसंते. विशेषकर आज पवित्र शुभ कार्य विवाह कार्य पाई मो प्रभु को धन्यवाद देवा संगे संगे संकल्प योजना को सफल करने एकमात्र अद्वितीय परम धन्य परम पूज्य पवित्र स्वर्गीय पिता तुम आश्चर्य महान धन्यवाद करुचु. कारण प्रभु तुम संकल्प अनुजाई
ଆଜି ଦିନ ଏକ ଯୁବକ ଏବଂ ଯୁବତୀଙ୍କର ବିବାହ କାର୍ଯ୍ୟ ସମ୍ପନ୍ନ କରିବାକୁ ଯାଉଛ। ଏହି ସମୟରେ ପ୍ରଭୁ ଏହି ବିବାହ କାର୍ଯ୍ୟର ପୁରୋହିତଙ୍କୁ ତୁମର ଆତ୍ମାଙ୍କର ଅଭିଷେକ ଦେଇ ତାଙ୍କ ମାଧ୍ୟମରେ କଥା କର। ପୁଣି ଉଭୟଙ୍କର ଭବିଷ୍ୟତ ଜୀବନକୁ ତୁମ ଉଜ୍ଜଳମାନ କର। ସକଳ ମହିମା ଗୌରବ ସମର୍ମ ତୁମକୁ ଦେଇ ଏ ପ୍ରାର୍ଥନା ଏକମାତ୍ର ସତ୍ୟ ଜୀବିତ ପବିତ୍ର ପିତା ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ ପିତା, ଆମେନ୍। କରୁଣା ସଦାବରୁ କୃପା ନିଜର ଠାରୁ ବର କନା କରୁଣା ସଦାବରୁ ସ୍ଥାପିଛନ୍ତି ନିୟମ ତାଙ୍କ ଆଶୀର୍ବାଦ ଦୃଷ୍ଟି ହେ ପରୁ କୃପା। ଆମ୍ଭେମାନେ ସର୍ବଦର୍ଶୀ ପ୍ରେମମୟ ଈଶ୍ୱରଙ୍କ ସାକ୍ଷାତରେ ଏବଂ ଏହି ଉପାସକ ବୃନ୍ଦଙ୍କ ସହିତ ଏହି ଯୁବକ ଓ ଯୁବତୀଙ୍କୁ ପବିତ୍ର ବିବାହ ବନ୍ଧନରେ ଆବଦ୍ଧ କରିବାକୁ ଏକତ୍ର ହୋଇଅଛୁ। ବିବାହ ପବିତ୍ର ସମାଜରେ ଗୌରବାନ୍ୱିତ ଓ ଆଦରଣୀୟ ବିଷୟ ଅଟେ। ସାଧୁ ପାଉଲ ବରକନ୍ୟାଙ୍କ ସମ୍ମିଳନୀକୁ ଖ୍ରୀଷ୍ଟ ଓ ମଣ୍ଡଳୀର ନିଗୁଢ଼ ସମ୍ମିଳନୀର ନିଦର୍ଶନ ବୋଲି ପ୍ରକାଶ କରିଅଛନ୍ତି। ମନୁଷ୍ୟର ପବିତ୍ରାବସ୍ଥାରେ ପ୍ରେମମୟ ଈଶ୍ୱର ସ୍ୱୟଂ ଏହି ବିଧି ସ୍ଥାପନ କରିଥିଲେ ଏବଂ ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟ ମଧ୍ୟ ଶିଷ୍ୟମାନଙ୍କ ସହିତ ବିବାହ ଉତ୍ସବରେ ଯୋଗଦାନ କରି ନିଜର ଉପସ୍ଥିତି ଦ୍ୱାରା ଏହି ପୁଣ୍ୟାବସ୍ଥାକୁ ସୁଶୋଭିତ ଓ ପବିତ୍ର କରିଅଛନ୍ତି। ଅତଏବ ଈଶ୍ୱରଙ୍କ ପ୍ରତି ପ୍ରଗାଢ଼ ଭକ୍ତି ସହିତ ବିବେକର ସିଦ୍ଧାନ୍ତ ମତେ ପ୍ରାର୍ଥନା ପୂର୍ବକ ଏହି ପବିତ୍ର ଓ ଗୁରୁତର ବିଷୟର ପ୍ରବୃତ୍ତ ହେବା କର୍ତ୍ତବ୍ୟ। ସୁଖରେ ବା ଦୁଃଖରେ, ସୁଦୋଷରେ ବା ଦୁର୍ଦ୍ଦଶାରେ ଯେପରି ସ୍ୱାମୀ ଓ ସ୍ତ୍ରୀ ପରସ୍ପର ଠାରୁ ସାହାଯ୍ୟ ଓ ସାନ୍ତ୍ୱନା ଲାଭ କରିପାରିବେ ଓ ଆନନ୍ଦରେ ଏକତ୍ର ବାସ କରନ୍ତି, ଏଥିପାଇଁ ବିବାହ ବିଧି ସ୍ଥାପିତ ହୋଇଅଛି। ବିବାହର ପବିତ୍ର ଅବସ୍ଥାରେ ପ୍ରବେଶ କରିବା ଉଦ୍ଦେଶ୍ୟରେ ଏହି ଯୁବକ ଯୁବତୀ ବର୍ତ୍ତମାନ ଏହି ସ୍ଥାନରେ ଉପସ୍ଥିତ ହୋଇଅଛନ୍ତି। ଅତଏବ ଏମାନଙ୍କର ବିଧି ମତେ ବିବାହ କରିବା ବିରୁଦ୍ଧରେ ଯେବେ କାହାର କୌଣସି ଉପଯୁକ୍ତ ପୁଣି ନ୍ୟାୟସଙ୍ଗତ କାରଣ ଥାଏ ତେବେ ସେ ତାହା ବର୍ତ୍ତମାନ ପ୍ରକାଶ କରନ୍ତୁ, ନଚେତ୍ ଏହାପରେ ଚିରକାଳ ନୀରବ ହୁଅନ୍ତୁ। ଏହି ଯୁବକ ଏବଂ ଯୁବତୀଙ୍କୁ ବିବାହ ଦେବାରେ ସ୍ଥାନୀୟ ମଣ୍ଡଳୀ ବା କୌଣସି ପରିବାରର ଆପତ୍ତି ଅଛି କି? ସେହିଭଳି ଭାବରେ ଆମେ ସାର୍ଗାସିଂ ମଣ୍ଡଳୀର ପରିଚାଳକ ଭାଇମାନଙ୍କୁ ଆମେ ପଚାରୁଛୁ, ଏ ଯୁବକ ଏବଂ ଯୁବତୀକୁ ବିବାହ ଦେବାରେ କାହାର କୌଣସି ଆପତ୍ତି ଅଛି କି? ଧନ୍ୟବାଦ। ସର୍ବଶକ୍ତିମାନ ଈଶ୍ୱରଙ୍କ ସାକ୍ଷାତରେ ମୁଁ ତୁମମାନଙ୍କୁ ପଚାରୁଅଛି ଯେ ତୁମେ ଦୁଇ ଜଣ ବିବାହ ବନ୍ଧନରେ ଆବଦ୍ଧ ହେବା ବିଷୟରେ ଯଦି କେହି କୌଣସି ଉପଯୁକ୍ତ ଓ ନ୍ୟାୟସଙ୍ଗତ ପ୍ରତିବନ୍ଧକର କାରଣ ଜାଣ ତେବେ ବର୍ତ୍ତମାନ ତାହା ପ୍ରକାଶ କର। କୌଣସି ପ୍ରତିବନ୍ଧକର କାରଣ ଅଛି ଏ ଝିଅ ସହିତ ବିବାହ କରିବାରେ? ନାହିଁ। ଆଚ୍ଛା, ଏ ଝିଅ କୋଉଠି ଅଛି କି? ମାଇକ୍ରୋଫୋନ୍ ଅଛି କି? ବରକୁ ବର୍ତ୍ତମାନ ପଚାରିବି। ମୁଁ ଆହାସଲିମା ଟିକେ ପାଟି କରି ମୁଁ ଆହାସଲିମା ପ୍ରତିଜ୍ଞା କରୁଅଛି ଯେ ପ୍ରତିଜ୍ଞା କରୁଅଛି ଯେ ଶ୍ରୀମତୀ
କାରତି ପାଣିଙ୍କ ସହିତ କାରତି ପାଣିଙ୍କ ସହିତ ପରିଣୟ ସୂତ୍ରରେ ପରିଣୟ ସୂତ୍ରରେ ଆବଦ୍ଧ ହେବା ବିଷୟରେ ଆବଦ୍ଧ ବିଷୟରେ ମୁଁ କୌଣସି ମୁଁ କୌଣସି ପ୍ରତିବନ୍ଧକର ପ୍ରତିବନ୍ଧକର କାରଣ କାରଣ ଜାଣେ ନାହିଁ। ଜାଣେ ନାହିଁ। ଝିଅ କହିବ ମୁଁ କାରତି ପାଣି ମୁଁ କାରତି ପାଣି ପ୍ରତିଜ୍ଞା କରୁଅଛି ଯେ ପ୍ରତିଜ୍ଞା କରୁଅଛି ଯେ ଶ୍ରୀମାନ ଶ୍ରୀମାନ ଆହସ ଲିମାଙ୍କ ସହିତ ଆହାସ ଲିମାଙ୍କ ସହିତ ପରିଣୟ ସୂତ୍ରରେ ପରିଣୟ ସୂତ୍ରରେ ଆବଦ୍ଧ ହେବା ବିଷୟରେ ଆବଦ୍ଧ ହେବା ବିଷୟରେ ମୁଁ ମୁଁ କୌଣସି କୌଣସି ପ୍ରତିବନ୍ଧକର ପ୍ରତିବନ୍ଧକର କାରଣ କାରଣ ଜାଣେ ନାହିଁ। ଜାଣେ ନାହିଁ। ମୁଁ ପଚାରିବି କେତେକ ପ୍ରଶ୍ନ ବରଙ୍କୁ। ଶ୍ରୀମାନ ଆହସଲିମା ତୁମେ କି ବିବାହର ପବିତ୍ର ସମ୍ବନ୍ଧରେ ଈଶ୍ୱରଙ୍କର ମଙ୍ଗଳ ବିଧାନ ଅନୁଯାୟୀ ଦାମ୍ପତ୍ୟ ପ୍ରେମରେ ଶ୍ରୀମତୀ କାରତି ପାଣିଙ୍କୁ ନିଜର ବିବାହିତା ଭାର୍ଯ୍ୟ ରୂପେ ଗ୍ରହଣ କରିବ? ହଁ କରିବି। ହଁ କରିବି। ତୁମେ କି ସର୍ବାବସ୍ଥାରେ ଏହାଙ୍କ ସହିତ ପ୍ରାଣର ସହିତ ପ୍ରେମ ସମାଦର ସାନ୍ତ୍ୱନା ଓ ପ୍ରତିପାଳନ କରିବ? ହଁ କରିବି। ପୁଣି ମୃତ୍ୟୁ ବିଚ୍ଛେଦ ପର୍ଯ୍ୟନ୍ତ କେବଳ ଏହି ସ୍ତ୍ରୀଠାରେ ଆବଦ୍ଧ ରହି ବିଶୁଦ୍ଧ ଓ ପବିତ୍ର ପ୍ରଣୟରେ ଏହାଙ୍କ ସହିତ ବାସ କରିବ? ହଁ କରିବି। ଶ୍ରୀମତୀ କାରତି ପାଣି ତୁମେ କି ବିବାହର ପବିତ୍ର ବନ୍ଧନରେ ଈଶ୍ୱରଙ୍କର ମଙ୍ଗଳ ବିଧାନ ଅନୁଯାୟୀ ଦାମ୍ପତ୍ୟ ପ୍ରେମରେ ଶ୍ରୀମାନ ଆୟସ ଲିମାଙ୍କୁ ନିଜର ବିବାହିତ ସ୍ୱାମୀ ସ୍ୱରୂପେ ଗ୍ରହଣ କରିବ? ହଁ କରିବି। ତୁମେ କି ସର୍ବାବସ୍ଥାରେ ଏହାଙ୍କୁ ପ୍ରାଣର ସହିତ ପ୍ରେମ ସମାଦର ସାନ୍ତ୍ୱନା ଓ ପ୍ରତିପାଳନ କରିବ? ହଁ କରିବି। ପୁଣି ପ୍ରଭୁଙ୍କ ସାକ୍ଷାତରେ ସର୍ବ ବିଷୟରେ ଏହାଙ୍କ ବଶୀଭୂତ ହୋଇ ମୃତ୍ୟୁ ବିଚ୍ଛେଦ ପର୍ଯ୍ୟନ୍ତ କେବଳ ଏହି ସ୍ୱାମୀଠାରେ ଆସକ୍ତ ରହି ବିଶୁଦ୍ଧ ଓ ପବିତ୍ର ପ୍ରଣୟରେ ଏହାଙ୍କ ସହିତ ବାସ କରିବ? ହଁ କରିବି। କିଏ ବର୍ତ୍ତମାନ ଉଭୟ ମଣ୍ଡଳୀର ସାକ୍ଷାତରେ କୁହନ୍ତୁ ନା ଉଭୟ ମଣ୍ଡଳୀର ସାକ୍ଷାତରେ ପରମେଶ୍ୱରଙ୍କର ଉପସ୍ଥିତିରେ ପରମେଶ୍ୱରଙ୍କର ଉପସ୍ଥିତିରେ ମୁଁ ମୋର ଭାଣିଜୀ ମୋର ଭାଣିଜୀ କୁ କୁ ଆଜି ସମର୍ପଣ କରୁଅଛି। ଆଜି ସମର୍ପଣ କରୁଅଛି। ଧନ୍ୟବାଦ। ପ୍ରାର୍ଥନା କରିବା ହାତ ଧରିତ ଆମମାନଙ୍କର ସ୍ଥାନୀୟ ମଣ୍ଡଳୀର ପାଳକ ଆସନ୍ତୁ ପ୍ରାର୍ଥନା କରନ୍ତୁ ପଦେ। ଆଉ ହେବାକୁ ଯାଉଥିବା ନବଦମ୍ପତି ଉପରେ ତୁମର ସ୍ୱର୍ଗୀୟ କରୁଣା ସୂର୍ଯ୍ୟ ରୂପକ ଆରୋଗ୍ୟଦାୟକ କିରଣ ଆଜି ଦିନାବଧି ତୁମ ପୁନଃ ଆଗମନ ପର୍ଯ୍ୟନ୍ତ ଦୃଷ୍ଟିପାତ କର। ଧନ୍ୟବାଦ ଦେଇ ଆଜିର ଶୁଭ ପବିତ୍ର ଖ୍ରୀଷ୍ଟୀୟ ବିବାହକୁ ତୁମ ହାତରେ ସମର୍ପିତ କରି ଯୀଶୁ ନାମ ନେଇ ଭିକ୍ଷା ମାଗୁଅଛୁ। ଆମେନ୍। ସାକ୍ଷାତରେ ଏହି ସମୟ ମଧ୍ୟରେ ସମ୍ପର୍କିତରେ ମୁଁ ଆହସଲିମା ଆହସଲିମା ସର୍ବଶକ୍ତିମାନ 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 ସର୍ବଦର୍ଶୀ ଈଶ୍ୱରଙ୍କ ସମ୍ମୁଖରେ ଈଶ୍ୱର ସମ୍ମୁଖରେ ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ତୁମ୍ଭକୁ ଅର୍ଥାତ୍ ଶ୍ରୀମତୀ କାରତି ପାଣିକୁ ମୋର ବିବାହିତା ଭାର୍ଯ୍ୟ ସ୍ୱରୂପେ ଆଜିଠାରୁ ସୁଖରେ ବା ଦୁଃଖରେ ସମ୍ପଦରେ
ବା ବିପଦରେ ବା ବିପଦରେ ସୁସ୍ଥତାରେ ସୁସ୍ଥତାରେ ବା ଅସୁସ୍ଥତାରେ ବା ଅସୁସ୍ଥତାରେ ଈଶ୍ୱରଙ୍କର ଈଶ୍ୱରଙ୍କର ପବିତ୍ର ବିଧାନ ଅନୁସାରେ ପବିତ୍ର ବିବାହ ମହୋତ୍ସବ ଆଜୀବନ ଆଜୀବନ ପ୍ରେମ ପ୍ରେମ ସମାଦର ସମାଜର ଓ ପ୍ରତିପାଳନ କରିବାକୁ ପ୍ରତିପାଳନ କରିବା ପାଇଁ ଗ୍ରହଣ କରୁଅଛି। କରଣ କରୁଅଛି। ଏହି ପ୍ରତିଜ୍ଞା ଏହି ପ୍ରତିଜ୍ଞା ରକ୍ଷାର୍ଥେ ରକ୍ଷାର୍ଥେ ମୁଁ ମୁଁ ମୋର ବିଶ୍ୱାସ ସହକାରେ ମୋ ପ୍ରୟାସକାର ହସ୍ତ ପ୍ରଦାନ ପୂର୍ବକ ହସ୍ତ ପ୍ରଦାନ କର ତୁମ୍ଭକୁ ତୁମକୁ ମୋର ବାକ୍ୟ ମୋର ବାକ୍ୟ ଦାନ କରୁଅଛି। ଦାନ କରୁଅଛି। ପ୍ରଭୁ ମୋହର ପ୍ରଭୁ ମୋର ସହାୟ ହେଉନ୍ତୁ। ସହାୟ ହୁଅନ୍ତୁ। ମୋର ହୃଦୟ ମୋର ହୃଦୟ ତୁମ୍ଭର ହେଉ, ତୁମର ହଉ, ତୁମ୍ଭର ହୃଦୟ ତୁମର ହୃଦୟ ମୋର ହେଉ। ମୋର ହଉ। ପୁଣି ପୁଣି ଆମ୍ଭମାନଙ୍କର ଆମମାନଙ୍କର ସମ୍ମିଳିତ ହୃଦୟ ସମ୍ମିଳିତ ହୃଦୟ ଈଶ୍ୱରଙ୍କର ହେଉ। ଈଶ୍ୱରଙ୍କର ହଉ। ଝିଅ କହିବ। ଏହି ସମବେତ ମଣ୍ଡଳୀର ସାକ୍ଷାତରେ ଏହି ସମବେତ ମଣ୍ଡଳୀର ମଣ୍ଡଳୀର ସାକ୍ଷାତରେ ସାକ୍ଷାତରେ ମୁଁ ମୁଁ କାରତି ପାଣି କାରତି ସର୍ବଶକ୍ତିମାନ ସର୍ବଶକ୍ତିମାନ ସର୍ବଦର୍ଶୀ ସର୍ବଦର୍ଶୀ ଈଶ୍ୱରଙ୍କ ସମ୍ମୁଖରେ ଈଶ୍ୱରଙ୍କ ସମ୍ମୁଖରେ ଓ ଆମ୍ଭମାନଙ୍କ ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମ ତୁମ୍ଭକୁ ତୁମ୍ଭକୁ ଅର୍ଥାତ୍ ଶ୍ରୀମାନ ଆହସଲିମାଙ୍କୁ ଆହସଲିମାଙ୍କୁ ମୋର ମୋର ବିବାହିତ ସ୍ୱାମୀ ସ୍ୱରୂପେ ଆଜିଠାରୁ ସୁଖରେ ବା ଦୁଃଖରେ ସମ୍ପଦରେ ବା ବିପଦରେ ସୁସ୍ଥତାରେ ବା ଅସୁସ୍ଥତାରେ ଈଶ୍ୱରଙ୍କ ପବିତ୍ର ବିଧାନ ଅନୁସାରେ ଆଜୀବନ ପ୍ରେମ ସମାଦର ଓ ପ୍ରତିପାଳନ କରିବାକୁ ଗ୍ରହଣ କରୁଅଛି। ଏହି ପ୍ରତିଜ୍ଞା ରକ୍ଷାର୍ଥେ ମୋ ବିଶ୍ୱାସ ସହକାରେ ହସ୍ତ ପ୍ରଦାନ ପୂର୍ବକ ତୁମ୍ଭକୁ ମୋର ବାକ୍ୟ ଦାନ କରୁଅଛି। ପ୍ରଭୁ ମୋହର ସହାୟ ହେଉନ୍ତୁ। ମୋର ହୃଦୟ ତୁମ୍ଭର ହେଉ, ତୁମ୍ଭର ହୃଦୟ ମୋର ହେଉ। ପୁଣି ଆମ୍ଭମାନଙ୍କ ଉଭୟଙ୍କର ସମ୍ମିଳିତ ହୃଦୟ ଈଶ୍ୱରଙ୍କର ହେଉ। ବର୍ତ୍ତମାନ ମୁଦ୍ରିକା ଆଦାନ ପ୍ରଦାନ କରାଯିବ। ବର କନ୍ୟା ସେମାନେ ଏହି ମୁଦ୍ରିକାକୁ ଆଦାନ ପ୍ରଦାନ କରିବେ। ବିବାହର ସ୍ମୃତି ଏବଂ ସ୍ମରଣାର୍ଥେ ମୁଁ ତୁମକୁ ମୋର ପତ୍ନୀ ସ୍ୱରୂପେ ଗ୍ରହଣ କରିବାରୁ ଏହାର ନିଦର୍ଶନ ଓ ସ୍ମୃତି ସ୍ୱରୂପେ ଏ ମୁଦ୍ରିକା ପ୍ରଦାନ କରୁଅଛି। ପରେ ଦେବେ। ଝିଅ କହିବ। ମୁଁ ତୁମକୁ ମୋର ସ୍ୱାମୀ ସ୍ୱରୂପେ ଗ୍ରହଣ କରିଥିବାରୁ ଏହାର ନିଦର୍ଶନ ଓ ସ୍ମୃତି ସ୍ୱରୂପେ ଏହି ମୁଦ୍ରିକା ପ୍ରଦାନ କରୁଅଛି। ସମସ୍ତେ ଟିକେ କରତାଳି ଦିଅନ୍ତୁ। ମନୁଷ୍ୟ ସେମାନଙ୍କୁ ବିଭିନ୍ନ କରୁ। ଏ ଦୁଇ ଜଣ ଅର୍ଥାତ୍ ଶ୍ରୀମାନ
ଆହସ ଲିମା ଏବଂ ଶ୍ରୀମତୀ କାରତୀ ପାଇଁ ପବିତ୍ର ପରିଣୟ ସୂତ୍ରରେ ଆବଦ୍ଧ ହେବା ନିମନ୍ତେ ଏହି ସଭା ସାକ୍ଷାତରେ ଈଶ୍ୱରଙ୍କ ସମ୍ମୁଖରେ ସ୍ୱୀକୃତ ହୋଇଅଛନ୍ତି। ପୁଣି ପରସ୍ପରର ହସ୍ତ ଧରି ଓ ବିବାହ ଚିହ୍ନ ଦେଇ ଓ ତାହା ଗ୍ରହଣ କରି ନିଜ ନିଜର ସମ୍ମତି ପ୍ରକାଶ କରିଅଛନ୍ତି। ଅତଏବ ମୋ ପିତା ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ଏହି ରାଷ୍ଟ୍ରୀୟ ବିଧି ଅନୁସାରେ ଏମାନଙ୍କୁ ସର୍ବ ସମ୍ମୁଖରେ ସ୍ୱାମୀ ଓ ଭାର୍ଯ୍ୟା ବୋଲି ସ୍ୱୀକାର ଓ ଘୋଷଣା କରୁଅଛି। ପ୍ରଭୁ ଏମାନଙ୍କୁ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ। ବର୍ତ୍ତମାନ ଆମେ ପ୍ରାର୍ଥନା କରିବା। ଦୟାକରି ପିତା ତୁମ ପବିତ୍ର ନାମର ଧନ୍ୟବାଦ ଦେଉଛୁ, ପ୍ରଶଂସା କରୁଛୁ। ଆଶ ସହିତ କାରତୀର ଆଜିର ଶୁଭ ବିବାହ କାର୍ଯ୍ୟରେ ତମର ପବିତ୍ର ହସ୍ତ ରଖିଲ, ମୁଖ ରଖିଲ, ଉପସ୍ଥିତି ରଖିଲ। ପ୍ରଭୁ ଏଥିପାଇଁ ଧନ୍ୟବାଦ। ପ୍ରଭୁ ଗୋଟିଏ ପରିବାର ଗଠନ କରିବାକୁ ଦେଇଛ, ଏଥିପାଇଁ ଧନ୍ୟବାଦ ଦେଉଛୁ। ଏ ନବଦମ୍ପତିକୁ ପ୍ରଚୁର ଭାବରେ ଆଶୀର୍ବାଦ କର। ଏମାନଙ୍କ ପାଇଁ ଯେଉଁ ସବୁ ଆନନ୍ଦ ରଖିଛ, ସୁଖ ରଖିଛ, ଶାନ୍ତି ରଖିଛ, ମଙ୍ଗଳ ରଖିଛ, ଜାଗତିକ ପାରମାର୍ଥିକ ଆଶୀର୍ବାଦ, ଧନ ଜନ ସମ୍ମାନ ଦେଇ ଏ ଜଗତରେ ବଞ୍ଚି ରହିବା ପାଇଁ ଏବଂ ତୁମ ରାଜ୍ୟ ପାଇଁ ପ୍ରସ୍ତୁତ ହେବା ପାଇଁ ଏମାନଙ୍କୁ ତୁମେ ଆଶୀର୍ବାଦ ଏ ନବଦମ୍ପତି ତୁମ ହାତରେ ସମର୍ପଣ କରି ଯୀଶୁଙ୍କ ନାମରେ ଏହି ପ୍ରାର୍ଥନା କରିଛୁ। ଆମେନ୍। ମାଳା ଅଛି ପରେ ଆଣନ୍ତୁ। ଗୌରବ କରୁଛୁ। ତମ ସ୍ନେହପୂର୍ଣ୍ଣ କରୁଣା ଦୟାରେ ପ୍ରଭୁ ବିବାହ କାର୍ଯ୍ୟ ତୁମେ ସମ୍ପୂର୍ଣ୍ଣ ସମ୍ପାଦନ କଲ, ସେଥିପାଇଁ ଧନ୍ୟବାଦ ଦେଉଛୁ। ଏହି ସମୟ ମଧ୍ୟରେ ଏହି ଘଟଣା ସବୁ ଆଦାନ ପ୍ରଦାନ କରାଯିବ। ପ୍ରଭୁ ଏଥିରେ ମଧ୍ୟ ତୁମେ ଆଶୀର୍ବାଦ, ପୂଜା, ପ୍ରଶଂସା, ଗୌରବ ବିବେକ ଇଆଡ଼େ ଦେଖ ବାବୁ। ବର୍ତ୍ତମାନ ରେଜିଷ୍ଟ୍ରେସନ କାମ ଅଛି। ୱିଟନେସ୍ ଭାବରେ ସ୍ଥାନୀୟ ମଣ୍ଡଳୀର ଡିକମ୍ କିମ୍ବା ଜେନେରାଲ ସେକ୍ରେଟାରୀ ପହିଲା ହାତ ମିଶାବା ପିନ୍ଧି ଦେଇକି ଭାରି ଯାଉଛି। ଆସିବା ପାଇଁ ଏବଂ ବନ୍ଧୁମାନେ ବି ଆସନ୍ତୁ, ସମସ୍ତେ ଲାଇସେନ୍ସ ଉପରେ ହାତ ଦେବା। ଆମର ପରିଚାଳକ ଏବଂ ପାଳକ তুমি ধন্য, তুমি ধন্য। তুমি ସେଦିନ ପୂର୍ବ ନିରୂପିତ ଯୋଜନା ଇସା ଲୋକମାନଙ୍କୁ ତମେ କହିଲ, ତୁମେ ଭାର୍ଯ୍ୟା ଗ୍ରହଣ କରିଥିବା ପ୍ରତିପାଳନ କରି ଆଜି ପୁଅ ଝିଅର ବାହା କାର୍ଯ୍ୟ ତୁମେ ମନୋନୀତ ଦାସଙ୍କୁ ତୁମେ ମନୋନୀତ କରିଥିବାରୁ ତୁମ ନାମରେ ଧନ୍ୟବାଦ କରୁଛୁ। ଏହି ସମୟ ବର କନ୍ୟାଙ୍କର ଗୋଡ଼ରେ ଟିକେ ମୁହଁରେ ଟିକେ ହଟେଇ ଦେବ, ସମସ୍ତେ
କନ୍ୟାଙ୍କ ନାମ ମାଳତୀ ପାଣି, ବୟସ 22 ବର୍ଷ, ଅବସ୍ଥା ଯୁବତୀ, ବୃତ୍ତି ଘରୋଇ କାର୍ଯ୍ୟ, ନିବାସ ବାଦପୁର। ପିତାଙ୍କ ନାମ ରେହବ୍ୟ ପାଣି। ବର୍ତ୍ତମାନ ଆଉ ଝିଅ ପାଣି ବୋଲି ଆଜିଠୁ ଆଉ ଡକାଯିବ ନାହିଁ, ଭୀମା ବୋଲି ଡକାଯିବ ଏବଂ ଏ ସାର୍ଟିଫିକେଟ୍ ବର୍ତ୍ତମାନ ଆମେ ପ୍ରଦାନ କରିବା। ଝିଅଙ୍କର ବାପା ଘରେ ଏ ସାର୍ଟିଫିକେଟ୍ ରହିବ। ଦୟାକରି ଧରନ୍ତୁ, 2 ଜଣ ଧରନ୍ତୁ, ଆଉ ଯେତେ ଆମେ ପ୍ରମୁଖ ଦାସ ମାନେ ଟିକେ ଧରନ୍ତୁ ସାର୍ଟିଫିକେଟ୍ଟା। କନ୍ୟା ଟିକେ ଥିବ ସେଥିରେ ସିଆଡ଼େ ଏ ଅନ୍ୟ ଟିକେ କର ଫଟୋ ଦେଖବାର ଥିଲା। ତୁ ଖସିରି ବସିଛୁ ଯେ महामहिमा स्वर्गस्थ पराक्रमी सदाप्रभु तुम आश्चर्य पवित्र नामर धन्यवाद प्रशंसा गौरव परमेश्वर तुम्हें अनुग्रह कल आज कृत दिन तुम्हें निरूपण करथिले प्रिय बाबू आहास पुणी प्रभु कारती निमंते तुम्हें अनुग्रह करी प्रिय तुमर प्रभु सद्भक्त रासंक द्वारा आज विवाह बंधन में आबद्ध होगापाई पवित्र विधि को तुम्हें आज स्थापन कल जहाँ तुम्हें प्रभु स्वर्ग गुप्त भाव में रखी आज तुम्हें जगत में प्रकाश कले धन्यवाद करुचु पिता इस समय प्रार्थना करे नव दंपति को तुम्हें आशीर्वाद करे प्रभु से आज परमेश्वर से दुई नुहति एक अटंती प्रभु एकांग अटंती एणु से प्रभु उत्तम पारिवारिक जीवन जब से अतिवाहित करू करू तुम गौरवान्वित बंचे एवं जगतर सकल आशीर्वाद सहित स्वर्गीय आशीर्वाद परिपूर्ण हे ये तुम कृपा कर पुणी आज जिते जन आम विवाह उत्सव जगत तुम हस्तर समर्पण करी नाजरेत जीशु नाम मागुचु आमेन। ସେତେବେଳେ ପିତା ଈଶ୍ୱରଙ୍କ ଅସୀମ ପ୍ରେମ ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମହା ଅନୁଗ୍ରହ ପବିତ୍ର ଆତ୍ମାଙ୍କ ଶାନ୍ତି ଶକ୍ତି ଏବଂ ସହଭାଗିତା ଆମ୍ଭମାନଙ୍କ ପ୍ରତି ଉଭୟ ମଣ୍ଡଳୀ ଉଭୟ ପରିବାର ଏ ନବଦମ୍ପତି ଉପରେ ସଦା ସର୍ବଦା ସହବର୍ତ୍ତୀ ହେଉ ଆମେନ୍ ଆମେନ୍। उक्त समय बर एवं कन्या बाजिकार नवदंपति को 5टी स्थानीय मंडली गीत गान